ଜୟଗୁରୁ। ବନ୍ଦେ ଲୋକତିଳକଂ ସାତ୍ୱତ ବାର୍ତ୍ତା ବିଭୂଷଣଂ ଅମରକୃତ୍ୟୁଚ୍ଚାರಣଂ ପ୍ରବୁଧଂ ଲୋକଜୀବନଂ ପ୍ରଣୟ ପ୍ରମଥ ଜାଗଦୀପନଂ ବନ୍ଦେ ଜୀବନ ଜୀବନ ସତ୍ପୁରୁଷଂ। ପ୍ରାଣର ଠାକୁର ଜଗତଜନନୀ ଜଗତ କଲ୍ୟାଣମୟୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ମା ଯୁଗାଚାର୍ଯ୍ୟ ଦେବ ଶ୍ରୀ ଶ୍ରୀ ବଡ଼ଦା ଆଚାର୍ଯ୍ୟ ଦେବ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଶ୍ରୀଚରଣରେ ମୋର କୋଟି କୋଟି ପ୍ରଣାମ। ସମସ୍ତ ଗୁରୁ ଭ୍ରାତା ଓ ମା ମାନଙ୍କୁ ମୋର ଆନ୍ତରିକ ରାଓ ଜୟଗୁରୁ ଏବଂ ଛୋଟ ଛୋଟ ପିଲାମାନଙ୍କୁ ମୋର ସ୍ନେହ ଶ୍ରଦ୍ଧା। ଆଜି ଆମେ ଏକ ଟପିକ୍ ଆଲୋଚନା କରିବା। ଆମେ ଏହି ନିର୍ଭରତା ଟପିକ୍ ବିଷୟରେ ଆମେ କଥୋପକଥନ ହେବା। ନିର୍ଭରତାର କଥା କହିଲେ ଯାହା ଅର୍ଥ ଅନ୍ୟ ଉପରେ ଆମେ ସମ୍ପୂର୍ଣ୍ଣ ନିର୍ଭର କରିଥାଉ। ପରିବେଶରେ କାହାରି ବି ଉପରେ ପ୍ରତ୍ୟେକ ଜୀବ ନିର୍ଭର କରିଥାଏ। ଏହି ନିର୍ଭରତା ସମ୍ବନ୍ଧରେ ନିର୍ଭରତା ସମସ୍ତଙ୍କର ଗୋଟେ ସ୍ୱଭାବଗତ। ମଣିଷ ଜନ୍ମ ନିଏ ନିର୍ଭରଶୀଳ ହୋଇକି ଜନ୍ମ ନିଏ। ସେ ପ୍ରଥମେ ନିର୍ଭରଶୀଳ ମା ଉପରେ ହେଇଥାଏ, ତାପରେ ଅନ୍ୟମାନଙ୍କ ଉପରେ ହୁଏ। ଜୀବନ ତମାମ ନିର୍ଭର କରି ବଢ଼ି ଚାଲେ। ନିର୍ଭରତା ହିଁ ବଢ଼ି ଚାଲେ ସବୁବେଳେ। ପ୍ରତ୍ୟେକ ନିର୍ଭର କରି ହିଁ ବଞ୍ଚେ। ଶେଷ ହୁଏ ମୃତ୍ୟୁ ଶଯ୍ୟାରେ ଯାଇ। କେତେବେଳେ ନିର୍ଭରତାରୁ ସୁଫଳ ପାଏ, ଜୀବନ ଆନନ୍ଦମୟ ହୁଏ, ପୁଣି କେତେବେଳେ ଠକିଯାଏ, ବିଷାଦଗ୍ରସ୍ତ ମଧ୍ୟ ହୁଏ। ସମସ୍ତଙ୍କ ପାଇଁ ସମସ୍ତେ ନିର୍ଭରଯୋଗ୍ୟ ନୁହନ୍ତି। କିଏ ହୁଏ ସତା ସମ୍ବର୍ଦ୍ଧନକାରୀ, କିଏ ହୁଏ ସତାର ଅପକର୍ଷକ। ତେଣୁ ନିର୍ଭରଯୋଗ୍ୟ ନିର୍ଭରତା ଅଭାବରୁ ପ୍ରକୃତ ବୃଦ୍ଧି ବିକାଶ ସମ୍ଭବ ହୁଏ ନା। ଆଜିର ସମାଜରେ ଅନେକ ସ୍ଥଳେ ନିର୍ଭରତା ନିଷ୍ଠୁରତାରେ ପରିଣତ ହେଲାଣି। ପ୍ରକୃତ ଆଶ୍ରୟ ନ ମିଳିଲେ କିଏ କାହାକୁ ନିର୍ଭର କରିବ? କ'ଣ ପାଇଁ ନିର୍ଭର କରିବ? ନିର୍ଭରତା ମଧ୍ୟରେ ରହିଛି ନିର୍ଭୟତାର ସଂକେତ। ମା କୋଳରେ ଶିଶୁ ସର୍ବଦା ସୁରକ୍ଷିତ। ଶିଶୁଠାରେ ମାର ଯେଉଁ ମମତା ତାହା ଅନ୍ୟତ୍ର ମିଳେ ନାହିଁ। ଇତର ପ୍ରାଣୀଟିଏ ମଧ୍ୟ ତାର ଶାବକକୁ ଏତେ ନିର୍ଭୟତା ପ୍ରଦାନ କରେ ଯେ ତାର ସୁରକ୍ଷା ପାଇଁ ସେ ଅନ୍ୟ ପାଇଁ ଚରମ ହିଂସ୍ରକ ହେଇପାରେ। ସେଥିପାଇଁ ଶାବକଟିଏ ସିଂହ ପରାକ୍ରମରେ ତାର ମା ଠାରେ ଜୀବନ ବିତାଏ। ସେ ଜାଣିଛି ଅନ୍ୟ କାହା ଉପରେ ନିର୍ଭର କଲେ ତା ଜୀବନ ସୁରକ୍ଷିତ ନୁହେଁ। ନିର୍ଭରତାରେ ରହିଛି ନିର୍ଭୀକତା, ସୁରକ୍ଷା ଓ ନିର୍ଭରତା। ଶ୍ରୀ ଠାକୁର କହୁଥିଲେ ନିର୍ଭର କର ନିର୍ଭୟ ହୁଅ। ନିର୍ଭର କର ନିର୍ଭୟ ହୁଅ। ଗୁରୁ ଶିଷ୍ୟ ପରମ୍ପରାରେ ମଧ୍ୟ ସେ ଏକା କଥା। ଶିଷ୍ୟ ଗୁରୁଙ୍କ ଠାରେ ନିର୍ଭରତା ପୂର୍ବକ ଆତ୍ମନିବେଦନ କଲେ ତାର ଶିଷ୍ୟତ୍ୱ ସାର୍ଥକ ହୁଏ। ଏପରି ଜଣେ କେହି ଭକ୍ତ ଶିଷ୍ୟ ନାହିଁ ଯିଏକି ଇଷ୍ଟଙ୍କ ଠାରେ ନିର୍ଭର କରି ସାଧନାରେ ସଫଳ ହେଇନି। ଋଷିକୂଳ ଆଶ୍ରିତ ଭାରତବର୍ଷରେ ଏ ବାଦର କଥାକୁ ଯେତେ ସ୍ୱୀକାର କରାଯାଏ, ଆଲୋଚନା କରାଯାଏ, ଅନ୍ୟତ୍ର ସେମିତି କୋଉଠି ଦେଖାଯାଏନି। ମଣିଷ ଏକକ ଭାବରେ ଆତ୍ମନିର୍ଭରଶୀଳ ହେଇପାରେ ନା। ସେ ଯେତେ ସ୍ୱାଧୀନ ହେଲେ ବି ଅନ୍ୟର ସହାୟତା ବିନା ପରାଧୀନ। କେବେ ଅନ୍ୟର ସହାୟତା ନ ପାଇଲେ ସେ ସମ୍ପୂର୍ଣ୍ଣ ପରାଧୀନ। ଠାକୁରଙ୍କ ମତରେ ବିନା ସେନା। ଠାକୁରଙ୍କର କଥା ସେଇଥିରୁ ଆମେ ଅନୁସରଣ କରିବା, ଆଲୋଚନା କରିବା।
ସେ ବିବେକକୁ ଅନୁସରଣ କରିବାର କଥା କହିଛନ୍ତି। ଅର୍ଥାତ୍ ପ୍ରଥମେ ନିର୍ଭରତା ସୃଷ୍ଟି ହୁଏ ନିଜର ବିବେକକୁ ଅନୁସରଣ କରି। ଜୀବନର କର୍ମ ବର୍ଦ୍ଧିଷ୍ଣୁ ମାର୍ଗରେ ଚାଲୁ ଚାଲୁ ସ୍ଥାନ କାଳ ପାତ୍ରରେ ଏହାର ଗୁରୁତ୍ୱ ଉପଲବ୍ଧି କରାଯାଏ। ଯିଏ ବି ହେଉ, ଏହାର ঊର୍ଦ୍ଧ୍ୱରେ ନୁହେଁ ବୁଦ୍ଧି ବିବେକ ଓ ଜ୍ଞାନକୁ ଖଟାଇ ନିର୍ଭରତାର ମୂଲ୍ୟାଙ୍କନ ପ୍ରତ୍ୟେକଙ୍କ ପାଇଁ ଅବଶ୍ୟମ୍ଭାବୀ ହୋଇ ପଡ଼ିଛି। ସୁତରାଂ ନିର୍ଭରତା ସମସ୍ତଙ୍କ ପାଇଁ ସମାନ ଭାବରେ ସମୀକ୍ଷାର ବିଷୟ। ଭିନ୍ନ ଭିନ୍ନ ଦୃଷ୍ଟିଭଙ୍ଗୀରେ ନିର୍ଭରତା ଶବ୍ଦ ସହିତ ଆମ୍ଭମାନଙ୍କର ପରିଚୟ। ପ୍ରାୟତଃ ମନେ କରାଯାଏ ସମସ୍ତ ଦାୟିତ୍ୱ ଅର୍ପଣ ପୂର୍ବକ ଈଶ୍ୱରଙ୍କ ଉପରେ ଭରସା ରଖିବା। ଅନେକ ସ୍ଥାନରେ ଏପରି ହୁଏ, ଯେଉଁ ନିର୍ଭରତା ନାମରେ ଆଳସ୍ୟର ଶିକାର ହେଉ, ଅର୍ଥାତ୍ ନିର୍ଭରତା ବାହାନାରେ କର୍ମ ଦକ୍ଷତାକୁ ହରେଇ ବସୁ। ଶ୍ରୀ ଶ୍ରୀ ଠାକୁର ଏପରି ନିର୍ଭରତାର ସମର୍ଥକ ନୁହନ୍ତି। ଏଠାରେ ସେ ଆଣିଛନ୍ତି ଗୋଟିଏ ବୈପ୍ଳବାତ୍ମକ ବ୍ୟାଖ୍ୟା। ନିର୍ଭରତା ଶବ୍ଦକୁ ଭାଙ୍ଗି ସେ କହନ୍ତି ନିହିଭରତା, ଅର୍ଥାତ୍ ନିବିଷ୍ଟ ଭାବରେ ଭରଣ ପୋଷଣ କରି ଚାଲିବା। ଯାହାଙ୍କ ଉପରେ ନିର୍ଭର କରାଯାଏ ତାଙ୍କୁ ସର୍ବତ ଭାବରେ ପୋଷଣ ଓ ଖୁସି କରି ଚାଲିବା ନିର୍ଭରତାର ପ୍ରକୃତ ମର୍ମାର୍ଥ। ନିର୍ଭରଯୋଗ୍ୟ ନହେଲେ ନିର୍ଭର କରାଯାଏ ନା। ଆତ୍ମୀୟତା ନ ଆସିଲେ ନିର୍ଭରତା ଆସେ ନା। ଏହା ଛଡ଼ା କର୍ମହୀନ ନିର୍ଭରତାର କୌଣସି ମାନେ ହିଁ ନାହିଁ। ସେଥିରେ ସୁଫଳ ମିଳେ ନା। ଯେଉଁମାନେ ତଥାକଥିତ ଧର୍ମଭୀରୁ କର୍ମହୀନ, ସେମାନେ କେବଳ ଏହିପରି କଥା କହିଥାନ୍ତି। ପ୍ରକୃତ ନିର୍ଭରତା ମଣିଷଠାରେ ଆଶା ଭରସା ସୃଷ୍ଟି କରି ଦୀପ୍ତ କର୍ମଠ ଶକ୍ତିମାନ କରି ତୋଳେ। ଶ୍ରୀ ଠାକୁର ଏହି ଭାବାଦର୍ଶକୁ ଧୃତି ବିନାୟକ ଦ୍ୱିତୀୟ ଖଣ୍ଡରେ କାବ୍ୟମୁଖ ଶୈଳୀରେ ସେ ବର୍ଣ୍ଣନା କରି କହିଛନ୍ତି, ତାଙ୍କର ଅନୁଶାସନ ଗୁଡ଼ିକୁ ସର୍ବତ ଭାବରେ ଭଜନ ଅନୁଚର୍ଯ୍ୟାରେ ଭୃତ କରି ତୋଳ। ତୁମେ ମଧ୍ୟ ଭୃତ ହୋଇ ଉଠିବ। ନିର୍ଭରତା ବି ହଠାତ୍ ଆସି ତୁମର ଚକ୍ଷୁ ଧରି କହିବ, କୁହ ତ ମୁଁ କିଏ? ଆଉ କାରଣର ପ୍ରଶ୍ରୟୀ ବିବେକ ଭଙ୍ଗୀରେ ସାର୍ଥକ ସୁସଙ୍ଗତ ବୋଧନାରେ ତୁମେ କହି ଉଠିବ, ତୁମେ ନିର୍ଭରତା। ସେ ଏହିପରି ଚକ୍ଷୁ ଏଡ଼ାଇ ଦେଇ ପଳାଇ ଯିବ। ଏ ଖେଳରେ ଆମୋଦ ଅଛି, ମନ୍ଦ ତ ନୁହେଁ। ନ ପାରିବା ଠାରୁ ପାଇ ଉଠିବାର ଲୁଚୁକାଳି ମଣିଷକୁ ଫୁଲ୍ଲ ଓ ପ୍ରବୁଦ୍ଧ ହିଁ କରି ତୋଳେ। କି ଚମତ୍କାର ଶ୍ରୀ ଠାକୁରଙ୍କର ବର୍ଣ୍ଣନା ଚାତୁରୀ! ହୃଦୟର ସହିତ ଅନୁଭବ କଲେ ଅଭିଭୂତ ହେବାକୁ ହୁଏ। ନିର୍ଭରତା ଯେପରି ଏକ ଆମୋଦଦାୟକ ବସ୍ତୁ, ଲୁଚକାଳି ଖେଳର ଭିତର ଦେଇକିରି ସେ ନିର୍ଭରକାରୀର ମନୋରଞ୍ଜନ ସେ କରିଥାଏ, ପ୍ରଫୁଲ୍ଲ ଓ ଭରସାଦୀପ୍ତ କରେ। ପ୍ରକୃତ ନିର୍ଭରତା ଆସିଲେ କ'ଣ ଯେ ହୁଏ? ଏ ବାଣୀଟି ତାର ଗୋଟେ ଜୀବନ୍ତ ଚିତ୍ର। ପୁଣି ଠିକ୍ ନିର୍ଭରତା ମଣିଷକୁ ଶଙ୍କାହୀନ ଓ ନିର୍ଦ୍ୱନ୍ଦ କରେ। ଅନେକ ବିରୁଦ୍ଧ ଗ୍ରନ୍ଥିର ମୋଚନ ହୁଏ। ଯଥାର୍ଥ ସମ୍ଭାବନା ସାକାରତ୍ୱ ଲାଭ କରେ। ଚଲାରସାତି ଗ୍ରନ୍ଥରେ ଶ୍ରୀ ଶ୍ରୀ ଠାକୁର କ'ଣ କହିଛନ୍ତି, ଜୀବନର ସବୁ କିଛି ହିଁ ଯେତେବେଳେ ଇଷ୍ଟ ଆଦର୍ଶ ବା ଗୁରୁଙ୍କ ଠାରେ ସାର୍ଥକ ହୋଇ ଉଠେ, ନିର୍ଭରତା ସେତେବେଳେ ତୁମକୁ ଅଭିବାଦନ କରିବ। ନିର୍ଭରତା ଇଷ୍ଟଙ୍କ ନିକଟରେ କରାଏ। ଦୂରରେ ଥିଲେ ମଧ୍ୟ ମନସ୍ତାତ୍ତ୍ୱିକ ଭାବରେ ସେ ସର୍ବଦା ହୃଦୟ ମଧ୍ୟରେ ବିରାଜମାନ କରନ୍ତି। ଫଳରେ ଦୁର୍ବଳତା ଦୂରୀଭୂତ ହୁଏ। ନିର୍ଭରତା ନିକୃଷ୍ଟତାର ପରିପନ୍ଥୀ। ନିର୍ଭର କରୁଥିବା ବ୍ୟକ୍ତି ନିକୃଷ୍ଟ ହୋଇପାରେ ନା। ତାଠାରେ ତାଙ୍କୁ ଦେଇ ଖୁସି ହେବାର ସମ୍ଭାବନା ସୃଷ୍ଟି ହୁଏ। ପରମପିତା ପୂର୍ଣ୍ଣ ବ୍ରହ୍ମଙ୍କ ସାକାର ରୂପ
ତାଙ୍କୁ ଯିଏ ପରିପୂରଣ କରେ ସେଥିରେ ସେ ନିଜେ ପରିପୂରିତ ହୁଏ। ବୈଷ୍ଣବ ଶାସ୍ତ୍ର କହେ, କ'ଣ କହେ? ଯେଉଁ ଜନ କୃଷ୍ଣ ଭଜେ ସେ ବଡ଼ ଚତୁର। ଭଜନାର ଅର୍ଥ ସେବାଦାନ କରିବା। ଯେ ସେବା ଦିଏ ପରୋକ୍ଷରେ ସେ କ'ଣ ସେବିତ ହୁଏ। ପ୍ରକୃତ କଥା ହେଲା ନିର୍ଭରତା ମଧ୍ୟରେ ଆତ୍ମତ୍ୟାଗର ଲକ୍ଷଣ ପ୍ରକାଶ ପାଏ। ତ୍ୟାଗ ଦ୍ୱାରା ଭୋଗ ଅସଲ ଭୋଗ। ଉପନିଷଦରେ କୁହାଯାଇଛି ତ୍ୟକ୍ତେନ ଭୁଞ୍ଚିତା, ତ୍ୟାଗ ମାଧ୍ୟମରେ ଭୋଗ କର। ଯିଏ ନିର୍ଭରକାରୀ ସିଏ ପ୍ରକୃତ ତ୍ୟାଗୀ। ଚାହିଁବାର ଆକୁଳତା ନେଇ ନିର୍ଭର କରାଯାଏ ନା। ନିର୍ଭରତା ସ୍ୱତଃସ୍ଫୂର୍ତ୍ତ ହେଲେ ଶୂନ୍ୟତା ରହେ ନା। ନିର୍ଭରତା ଦ୍ୱାରା ହୃଦୟର ସମସ୍ତ ଶୂନ୍ୟତାକୁ ପ୍ରିୟ ପରମଙ୍କ ଠାରେ ନିବେଦନ କରାଯାଏ। ବ୍ୟାକୁଳତା ସହିତ ନିଷ୍କାମ ନିର୍ଭରତାକୁ ସେ ପସନ୍ଦ କରନ୍ତି। ତେଣୁ ତାଙ୍କୁ ନିର୍ଭର କରି କେବେ ଅକୃତ କାର୍ଯ୍ୟ ହୋଇନି କିମ୍ବା ଅପରିପୂରିତ ହୋଇନି। ନିର୍ଭରତା ସହିତ ଅନୁରାଗର ଅଛେଦ୍ୟ ସମ୍ପର୍କ। ଯେପରି ମୁହେଁ ମୁହେଁ ଅନୁତାପ ପ୍ରକୃତ ଅନୁତାପର ଅନ୍ତରାୟ। ଯେମିତିକି ମୁହେଁ ମୁହେଁରେ ଅନୁତାପଟା ପ୍ରକୃତ ଅନୁତାପର ଅନ୍ତରାୟ ଶେଷ। ଠିକ୍ ସେହିପରି ଲୋକ ଦେଖାଣିଆ ଅନୁରାଗ ନିର୍ଭରତାର ଅନ୍ତରାୟ। ଅନୁରାଗ ସହିତ ନିର୍ଭରତା ଇଷ୍ଟକର୍ମ ସମ୍ପାଦନକୁ ସୁଚାରୁ ନିୟନ୍ତ୍ରଣ କରେ। ତେଣୁ ବିନା ଅନୁରୋଗରେ ନିର୍ଭରତା ନିଷ୍ପ୍ରଭ। ଅନୁରାଗର ଗଭୀରତା ପ୍ରତିପାଦନ କରିବାକୁ ଯାଇ ଥରେ ଶ୍ରୀ ଶ୍ରୀ ଠାକୁର ଅପୂର୍ବ ଭଙ୍ଗୀରେ ଗାଇ ଉଠିଥିଲେ, সে তো একলা থাকে না ভাই, যখন যেখান যায় তার সঙ্গে থাকে গোপ রাই। রাই মানে কে? রাধা। লাদিন শক্তি অর্থাৎ সম্বর্ধনী শক্তি। রাধা আসিছি রাধ ধাতু। রাধা মানে নিষ্পাଜনী ଶକ୍ତି, ପ୍ରକୃତି। ଗୋଟିଏ କଥାରେ କହିବାକୁ ଗଲେ ସୁରତ ବା ଲିବିଡୋ, ଯାହାର ସମ୍ବେଗରେ ମଣିଷ କାର୍ଯ୍ୟ କରେ। ବାଞ୍ଛିତକ ପ୍ରତି ଆକୁଳ ଆବେଗ ଫଳରେ ଆମ୍ଭମାନଙ୍କର ଅନ୍ତର୍ନିହିତ ହ୍ଲାଦିନୀ ଶକ୍ତି ଜାଗି ଉଠିଲେ ଆନନ୍ଦ ସ୍ଫୂର୍ତ୍ତିରେ ଅଭାବ ରହେ ନା। ମୂଳ କଥା ହେଲା ଉର୍ଜି ଭକ୍ତି, ସକ୍ରିୟ ଅନୁରାଗ, ନିର୍ଭରତାର ପରମ ଦ୍ୟୋତକ ଯାହା ଫୁଟି ଉଠେ କଥାରେ, କାର୍ଯ୍ୟରେ, ହାବଭାବରେ ଆଉ ବ୍ୟବହାରରେ। ଏହାଠୁ ଭିନ୍ନ ନିର୍ଭରତା ବିଷୟରେ କୁହାଯାଇପାରେ ନା। ଯେତେ ରୂପରେ ଏହାକୁ ଚିତ୍ରଣ କଲେ ମଧ୍ୟ ନିଶେଷ ଇଷ୍ଟଙ୍କ ଠାରେ ଲାଗି ରହିବାର ଭାବକୁ ଅଲଗା କହି ହେବନି। ଆଜି ମଣିଷ ପାଖରେ ଦୁଇଟି ଜିନିଷର ବ୍ୟତିକ୍ରମ ଦେଖାଯାଏ। ଗୋଟିଏ ବିଶ୍ୱାସ ଆଉ ଅନ୍ୟଟା ହେଉଛି ନିର୍ଭରତା। କ'ଣ? ବିଶ୍ୱାସ ଆଉ ନିର୍ଭରତା। ଏ ଜିନିଷ ପୁରା ଅଭାବ ଦେଖାଦେଇଛି। ପ୍ରକୃତ ପକ୍ଷରେ ଯଦି ଭଗବତ ଶକ୍ତି ଉପରେ ବିଶ୍ୱାସ ଓ ନିର୍ଭରତା ରହେ, ତେବେ ତାଙ୍କ ଶକ୍ତି ଓ ଲୀଳାକୁ ସହଜରେ ଅନୁଭବ କରାଯାଇପାରେ ଆଉ ତାହା କାର୍ଯ୍ୟ ସାଧନରେ ସହାୟକ ହୁଏ। ନିର୍ଭରତା ଅନୁସାରେ ସିଦ୍ଧି ହୁଏ। ନିର୍ଭରତାର ଅଭାବ ବୋଧରେ ସଫଳତା ସୀମିତ ହୋଇଯାଏ। କାର୍ଯ୍ୟ ସାଧନର ଦୁଇଟି ଉପାୟ। ଗୋଟିଏ ମାନବୀୟ ଉପାୟ, ଯେଉଁ ଚେଷ୍ଟାରେ ତ୍ରୁଟି ଥାଏ। ଅନ୍ୟଟି ଈଶ୍ୱରୀୟ ଉପାୟ, ଯେଉଁଥିରେ ନିର୍ଭରତା ଥାଏ, ତାହା ତ୍ରୁଟି ଶୂନ୍ୟ। ପୁଣି ଭଗବତ ଶକ୍ତି ଓ ଉପାୟ ଉପରୁ ବିଶ୍ୱାସ ତୁଟିଗଲେ ନିର୍ଭରତା ନିରର୍ଥକ ହୋଇଯାଏ। ମଣିଷ ଅନେକାଂଶରେ ନିଜର ବୁଦ୍ଧି ଉପରେ ନିର୍ଭର କରେ, ତାଙ୍କୁ ନିର୍ଭର କରେ ନା। ଅଥଚ ପାଇବାର ଆଶା ସୀମାହୀନ। କହେ ମୋତେ ସବୁ ଦିଅ, ତାହା କିନ୍ତୁ ହୁଏ ନା। କିନ୍ତୁ ତାହା ବିଲକୁଲ ହିଁ ହୁଏ ନା। ସବୁ ବୁଦ୍ଧି ଛାଡ଼ିଦେଇ ଯଦି ତନୁ ମନ ଧନ ପଣ କରି ପୂର୍ଣ୍ଣ ନିର୍ଭରତା ପୂର୍ବକ ତାଙ୍କ ନିକଟରେ ଆତ୍ମସମର୍ପଣ କରାଯାଏ, ତେବେ ସେ ସାହାଯ୍ୟ କରନ୍ତି।
ଦ୍ରୌପଦୀଙ୍କ ଠାରେ ପୂର୍ଣ୍ଣ ନିର୍ଭରତାର ପ୍ରମାଣ ମିଳେ। ନିର୍ଭରତା କେବେ ନିରର୍ଥକ ହୁଏ ନା। ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂ ତଥୈବ ଭଜାମ୍ୟହମ୍। ଗୀତାରେ ମୋତେ ଯେଉଁମାନେ ଯେଉଁଭଳି ଭାବରେ ଭଜନ କରନ୍ତି ମୁଁ ସେମାନଙ୍କୁ ସେହିପରି ଭଜନ କରେ। ଅର୍ଥାତ୍ ମୋ ଠାରେ ଯିଏ ଯେପରି ଭରସା ପୂର୍ବକ ନିର୍ଭର କରେ ଅନୁରୂପ ଭାବରେ ମୁଁ ତାର କାର୍ଯ୍ୟରେ ଲାଗେ। ସେ ଭକ୍ତ ବାଞ୍ଛା କଳ୍ପତରୁ ଅନ୍ତର ଦେଲେ ଅଭୟ ପ୍ରଦାନ କରନ୍ତି। ଠାକୁରଙ୍କ ଭାଷାରେ ନିର୍ଭର କର କେବେ ହେଲେ ହଟି ଯିବାକୁ ପଡ଼ିବ ନାହିଁ। ସତ୍ୟାନୁସରଣରେ କଥା ଲେଖିଛନ୍ତି। ସତ୍ୟାନୁସରଣରେ କ'ଣ ଲେଖିଛନ୍ତି? ନିର୍ଭର କର କେବେ ହେଲେ ହଟି ଯିବାକୁ ପଡ଼ିବ ନାହିଁ। ପ୍ରତ୍ୟେକ ଦିନ ଆମେ ପଢୁଛେ ନା। ନିର୍ଭରତା ସଦାବେଳେ ପ୍ରଶ୍ନ ଶୂନ୍ୟ। ଏଥିରେ କୌଣସି ନିଜସ୍ୱ ମତ ବା ବୁଦ୍ଧି ଖାଟେ ନା। ବିନା ଆପତ୍ତିରେ କେବଳ ଅନୁସରଣ କରିବାକୁ ପଡ଼େ। ନିର୍ଭରତା ପୂର୍ବକ ଗୁରୁଙ୍କ ନିର୍ଦ୍ଦେଶ ପାଳନ କଲେ ପତନର ସମ୍ଭାବନା ରହେ ନା। ଅନନ୍ୟ ବିଶ୍ୱାସ ଓ ନିର୍ଭରତା ଥିଲେ ଭୟ ରହେ ନା। ଗୁରୁମୁଖ ହେବାର ଜୀବନର ଶ୍ରେଷ୍ଠ ସାର୍ଥକତା ସତ୍ୟାନୁସରଣରେ ବିଶ୍ୱାସ, ନିର୍ଭରତା ଆଉ ଆତ୍ମତ୍ୟାଗ ଏହି ତିନୋଟି ବୀରତ୍ୱର ଲକ୍ଷଣ ବୋଲି କୁହାଯାଇଛି। କ'ଣ କ'ଣ କୁହାଯାଇଛି? ବିଶ୍ୱାସ, ନିର୍ଭରତା ଆଉ ଆତ୍ମତ୍ୟାଗ। ମଣିଷ ନିଜକୁ ଅସହାୟ ମନେ କରେ ଯେତେବେଳେ ସେ ଦୁର୍ବଳ ହୋଇଯାଏ। ଆତ୍ମବଳ ଅଭାବ ହେଲେ, କର୍ମଶକ୍ତି ହ୍ରାସ ପାଏ, ନୈତିକ ଯୋଗାଣ ପୋଷଣ ନ ପାଇଲେ ସବୁ ଥାଇ ଏକା ଏକା ମନେ ହୁଏ। ଜ୍ଞାନ ବିବେକ ଧନ ସମ୍ପତ୍ତି ଥାଇ ମଧ୍ୟ ଲକ୍ଷ୍ୟ ଠିକ୍ ରହେ ନା। ସବୁ ଥାଇ ଶୂନ୍ୟତା ମଧ୍ୟରେ ଜୀବନ ବିତେ। ନିର୍ଭରଯୋଗ୍ୟ ଆଦର୍ଶ ନହେଲେ ସଞ୍ଚିତ ସମସ୍ତ ସଦ୍ଗୁଣ ମଧ୍ୟ ଅକାମୀ ହୋଇଯାଏ। ସମାଜରେ ଏପରି ଅନେକ ଅଛନ୍ତି, କାହାରି ପାଇଁ କ୍ଷତିକାରକ ନୁହନ୍ତି, କିନ୍ତୁ ନିର୍ଭରଯୋଗ୍ୟ ଆଶ୍ରୟ ବିନା ସେମାନଙ୍କର ସମୂହତ ଗୁଣ ଗୁଡ଼ିକର ବିକାଶ ହେଇପାରେ ନା। ଅନେକ ସୁଗୁଣ ମଧ୍ୟରେ ସଠିକ୍ ନିର୍ଭରତା ନଥିଲେ ସେ ଗୁଣ ଗୁଡ଼ିକ ବିଶେଷ ଭାବରେ କାର୍ଯ୍ୟକାରୀ ହୋଇପାରେ ନା। ନିଜ ପାଇଁ, ଜଗତ ପାଇଁ ପରମ ସମ୍ପଦ ହେବାକୁ ହେଲେ ଆଦର୍ଶଙ୍କ ଠାରେ ନିର୍ଭରତା ଅବଶ୍ୟମ୍ଭାବୀ। ଦୃଢ଼ତାର ସହିତ ଶ୍ରୀ ଠାକୁର କହନ୍ତି, ନିର୍ଭର କର ଆଉ ସାହସର ସହିତ ଅଦମ୍ୟ ଉତ୍ସାହରେ କାର୍ଯ୍ୟ କରିଯାଅ। ଲକ୍ଷ୍ୟ ରଖ ତୁମ ଯୋଗୁଁ ତୁମ ନିଜର ଓ ଅନ୍ୟର କୌଣସି ପ୍ରକାର ଅମଙ୍ଗଳ ନ ଆସେ। ଦେଖିବ ସୌଭାଗ୍ୟ ଲକ୍ଷ୍ମୀ ତୁମ ଘରେ ବନ୍ଧା ଥିବେ। ତେଣୁ ଏହି ନିର୍ଭର କଥାଟା ସମସ୍ତ ବୁଝିବା ଉଚିତ, ସମସ୍ତେ ଜାଣିବା ଉଚିତ। ପ୍ରତ୍ୟେକ ହିଁ ନିର୍ଭରଶୀଳ, କିନ୍ତୁ ଆମ୍ଭେମାନେ ସେଇଟାକୁ ନିଜ ହୃଦୟକୁ, ନିଜ ମନ ଭିତରେ ବିଚାର କରି ନେଇପାରୁନେ ବୋଲି ପରସ୍ପର ଠାରୁ ଦୂରେଇ ରୁହେ। ଗର୍ବ ଅନୁଭବ କରେ ବ୍ୟକ୍ତିକୁ ନିଜେ। ତେଣୁ ସେ ଭାବେ, ମଣିଷ ଆମେ ଭାବୁ ଯେ ସମସ୍ତେ ଆମେ ନିଜ ନିଜର ଇଏରେ ମାନେ ନିଜର ଚିନ୍ତାରେ, ନିଜର କାର୍ଯ୍ୟରେ ଆମେ ବହୁତ ବଡ଼ ବୋଲି ଅନୁଭବ କରୁ। ତେଣୁକରି ନିଜକୁ ବିଚାରକୁ ନିଆଯିବା ଦରକାର ଯେ ଆମେ ପ୍ରତ୍ୟେକ ହିଁ ନିର୍ଭରଶୀଳ। ତେଣୁକରି ପାରସ୍ପରିକତା ବଜାୟ ରଖିବା ବହୁତ ଜରୁରୀ। ତାହେଲେ ଆମେ ଏଇଠି ଏଇ ନିର୍ଭରତା ଆଲୋଚନାର ବନ୍ଦ ରଖିବା ଏବଂ ପୁଣି ପରବର୍ତ୍ତୀ ଅଧ୍ୟାୟରେ, ପରବର୍ତ୍ତୀ କଥାରେ ଆମେ ଆଲୋଚନା ପୁଣି ଆଗକୁ ଜାରି ରଖିବା। ବନ୍ଦେ ପୁରୁଷୋତ୍ତମଂ। ଜୟ ଗୁରୁ।